ଖୁଦୁରୁକୁଣି ଓଷା ଏକ ପାରମ୍ପରିକ ଓଡ଼ିଆ ଓଷା। ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବରେ ମଧ୍ୟ ପରିଚିତ। ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରୁଥିବା ବେଳେ ଏଥିରେ ମା ମଙ୍ଗଳାଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଅବିବାହିତା ଝିଅମାନେ ଭାଇଙ୍କର ଶୁଭ ମନାସି ଖୁଦୁରୁକୁଣିଙ୍କୁ ପୂଜା କରି ଓଷା ପାଳନ୍ତି। ଏହି ଦିନ ଝିଅମାନେ ବଡ଼ି ଭୋରରୁ ଉଠି ଗାଁ ଗଣ୍ଡାରୁ ଫୁଲ ତୋଳିବା ପରେ ନଦୀ ବା ପୁଷ୍କରିଣୀରେ ସ୍ନାନ କରି ସେଠାରେ ମାଟିରେ ଗୋଟିଏ ଦେଉଳ ତିଆରି କରି ବଜ୍ରମୂଳି ଦାନ୍ତକାଠି ପୋତି ଫୁଲରେ ସଜାଇ ପୂଜା କରନ୍ତି। ସେହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ସାରସ୍କଣା ବ୍ଲକ ନୂଆଗାଁ ଗ୍ରାମର ଝିଅମାନେ ମେଳି ହୋଇ ଫୁଲହାର ତିଆରି କରି ମାଙ୍କ ପୂଜା ପାଇଁ ପ୍ରସ୍ତୁତି କରିଛନ୍ତି। ଆଉ ସନ୍ଧ୍ୟାରେ ପୂଜା ଆରମ୍ଭ କରି ଖୁଦୁରୁକୁଣି ବ୍ରତର ପୁରାଣ ପଢ଼ିବା ସହିତ ମା ମଙ୍ଗଳାଙ୍କଠାରେ ଭୋଗ ଲଗାଇଛନ୍ତି। ସେପଟେ କିମ୍ବଦନ୍ତୀ ଅନୁସାରେ ଓଡ଼ିଶାର ସାଧବ ପୁଅମାନେ ଅତୀତରେ ଦେଶ ବିଦେଶକୁ ବଣିଜ କରିବା ପାଇଁ ଯାଉଥିଲେ। ସେହିପରି 7 ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୁଇକୁ ତାଙ୍କ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣିଙ୍କୁ ପୂଜି ସେ ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ କରିଥିଲେ। ତେଣୁ ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳନ କରିଥାନ୍ତି। ମୟୂରଭଞ୍ଜ ଜିଲ୍ଲା ସାରସ୍କଣାରୁ ତପନ କୁମାର ଦଣ୍ଡପାଟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।